ଅଟେ ଭାରତୀୟ ଜନତା ପାର୍ଟି ସର୍ଭେରୁ କେଉଁଠି ନା କେଉଁଠି ଜାଣିବାକୁ ପାଇଛି ଯେ ଯେହେତୁ ଶୁଣନ୍ତୁ ଯେମିତି ଗୋଟେ କହନ୍ତି କାହା ପୁଅକୁ ସାପ କାମୁଡ଼ିଥିଲେ ତା ମାଆ ପାଳ ଦୌଡ଼ି ଦେଖିଲେ ଡରେ, ନେପାଳରେ ହେଲା, ବାଂଲାଦେଶରେ ହେଲା, ଦେଶରେ ଇଆଡ଼େ ସିଆଡ଼େ ହେଉଛି, ତେଣୁ କାଳେ ଇଣ୍ଡିଆରେ ହେଇଯିବ ଗୋଟେ ଡର ଆଜ୍ଞା ଯିଏ ନେତୃତ୍ୱ ନେଉଛି ତା ମନରେ ରହିବ। ଏ ଡର ବର୍ତ୍ତମାନ ଭାରତୀୟ ଜନତା ପାର୍ଟିକୁ ଖାଇ ଗୋଡ଼ଉଛି। ଆଉ ଗୋଟେ କଥା ଲକ୍ଷ୍ୟ କରିବେ, କ୍ରେଜ୍ ଗୋଟେ ଜିନିଷ ଗୋଟେ 10-15 ବର୍ଷ ପାଇଁ ରହିବ। ଯେଟା ଗୋଟେ ହିରୋ ଆପଣ ଦେଖନ୍ତୁ, ଅମିତାଭ ବଚ୍ଚନ ଗୋଟିଏ ସମୟରେ ସୁପର ହିରୋ, ଗୋଟିଏ ସମୟରେ ଶାହରୁଖ ଖାନ ସୁପରଷ୍ଟାର ହେଲେ, ଗୋଟିଏ ସମୟରେ ମାନେ ସଲମାନ ଖାନ ସୁପରଷ୍ଟାର ହେଲେ, ଗୋଟିଏ ସମୟରେ ଆଜି ମନେକର ଆଲୁ ଅର୍ଜୁନର ଚାଲିଛି, ଆଜି ମନେକର ଆମର KGF ହିରୋ ଜସର ଚାଲିଛି କି ବିଜୟର ଚାଲିଛି, 10 ବର୍ଷ ପରେ ଗୋଟେ ପୁଣି ଆସିବ ଗୋଟେ ନୂଆ ହିରୋଟା ଆସିବ। ଆପଣ ଦେଖୁନାହାନ୍ତି ବଲିଉଡ଼ ଇଣ୍ଡଷ୍ଟ୍ରି ହିରୋ ଆସୁଛନ୍ତି 10-15 ବର୍ଷ କ୍ରେଜ୍ ରହେ। ମୋଦିଙ୍କର କେତେ ବର୍ଷ ହେଇଗଲା? 12 ବର୍ଷ ହେଇଗଲାଣି। এইটা সইলা বেলକୁ 15 ହେଇଯିବନି? 15 ବର୍ଷ କ୍ରେଜ୍ ହେଲା ବେଳକୁ ଦେଖନ୍ତୁ ଯେଉଁ ପିଲାର ବୟସ ଯେତେବେଳେ 10 ବର୍ଷ ହେଇଥିଲା କି ନହେଲେ ଫେରିଦିଅ ଯେଉଁ ପିଲାଟା ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲା ସିଏ ମୋଦିଙ୍କ ବିଷୟରେ ଜାଣିନି। ଇଏ ଯେତେବେଳେ 21 ହେଇଯାଇଛି ତାକୁ ଦେଖାଗଲାରେ କ'ଣ ଦେଶ କ'ଣ ଆଗେଇନି, କ'ଣ କୋଶ୍ଚିନ୍ ଲିକ୍ ହେଲାଣି, ସିଏ ଦେଖିଲା ବେଳକୁ ଆରେ ଶୋଇକି ଉଠିକି ଦେଖିଲା ବେଳକୁ ଆରେ ଏଇଟା କ'ଣ ହେଇଛି। ଆପଣ ଯେମିତି ଶୋଇକି ଉଠିକି ଦେଖିଲା ବେଳକୁ ଜୋର ଜୋର ବର୍ଷା ହେଉଛି, ଆପଣ ସାଙ୍ଗେ ସାଙ୍ଗେ କରୁଛନ୍ତି କ'ଣ, ଆଖି ମୁଜିକି ଛାତ ଆଡ଼କୁ ଡେଉଁଛନ୍ତି, କିନ୍ତୁ ତମ ଜିନିଷପତ୍ର ଆଣରେ କି କ'ଣ ନାହିଁ। ଠିକ୍ ସେ ବେଳରେ ଏଇ ପିଲାଟି ଯେ ଶୋଇଛି ଆଖି ଖୋଲିଲା ବେଳକୁ ଦେଖିଲା ବେଳକୁ ଦେଶ ଏଇଆ, ଆରେ କିଏ ଦାୟୀ ନା ମୋଦି ପୁରା 15 ବର୍ଷ ହେଲା, ଆରେ ସେଇ ଲୋକଟା ଦାୟୀ, ଦିଅ କାଟିଦେବା ଆଉ ତାକୁ ଭୋଟ୍ ଦେବାନି। କଂଗ୍ରେସ କେମିତି ପତନ ହେଲା? କଂଗ୍ରେସର ଗୋଟେ ଥିଲା 50 ବର୍ଷ ତଳର ଭୋଟ୍, ସେ ବୁଢ଼ାଗୁରା ମରିଗଲେ, ବହୁତ ବରିଷ୍ଠ ନେତାଙ୍କର ଆଉ ଅଖାଗୁଣି ରହିଲାନି। ସେଇ କଂଗ୍ରେସ ଭୋଟରେ ହସନ୍ତୁନି ଆପଣ, କଂଗ୍ରେସକୁ ଯେଉଁମାନେ 50 ବର୍ଷ ତଳେ ଭୋଟିଂ ଦେଉଥିଲେ ତାଙ୍କର ଯିଏ କର୍ମୀ ଥିଲେ ସେମାନଙ୍କ ଭିତରୁ ବର୍ତ୍ତମାନ ଅନ୍ୟମାନେ କେତେ ବହୁତ ବରିଷ୍ଠ ହେଇଗଲେ, କେତେ ଲୋକ ହଜିଗଲେଣି। ହଜିଗଲା ପରେ ପୁଅ ଯେତେବେଳେ ଦାୟିତ୍ୱ ନେଲା ସେ ବିଜେପିକି ଦେଲା, ନହେଲେ ବିଜେଡ଼ିକି ଦେଲା। ନୂଆ ପିଢ଼ିଟା ନୂଆ ଖୋଜିବ।